ଅନ୍ୟମାନଙ୍କୁ ପଇସା ମାଗିକି ଆମେ ପାଠ ପଢୁଛୁ ମାନେ ପାଠ ପଢୁଛୁ ଏଇଟା ହେଲା ମତେ ବହୁତ କଷ୍ଟ ଲାଗେ। ତ ତାପରେ ଆମେ କଣ ପାଠ ପଢିବୁ ନାଇଁ ଏମିତି ଯଦି ସବୁ କରିବେ। ଆମର ରିଆଡମିସନ ପଇସା ଦେଖନ୍ତୁ ଆମ ରିଆଡମିସନ ପଇସା ହଉଛି 5,000 ଟଙ୍କା। ମୁଁ ଯେତେବେଳେ ନୋଟିସ ଟା ଶୁଣିଲି ମୋ ମାଙ୍କୁ ମୁଁ କଲ୍ କଲି ସେଇ ଟାଇମ ରେ ମୁଁ କହିଲି କି ମା ହଉଛି 5,000 ଟଙ୍କା। ଆମେ ଏତେ ଦୂରରୁ ଆସିକି ପଢୁଛୁ ପୁଣି ପଢୁଛୁ କଲେଜରେ ପଢୁଛୁ ମେସ୍ ରେ ରହୁଛୁ ମେସ୍ ରେ ରହିକି ମେସ୍ ଖର୍ଚ୍ଚ ବି ଆମର ଅନ୍ୟାନ୍ୟ ଅଛି। ତାପରେ ଯେତେବେଳେ ଆମେ ଶୁଣିଲୁ କି 5,000 ଟଙ୍କା ଯେତେବେଳେ ମୁଁ ମୋ ମାଙ୍କୁ କହିଲି ମା କହିଲେ କି ଆଉ ତୁ ତୋର ପଢିବା ଦରକାର ନାହିଁ ଯେତେ ଦେଖନ୍ତୁ ଆମେ ଯେହେତୁ ମୋ ପରେ ବି ମୋର ଭାଇ ଭଉଣୀ ଅଛନ୍ତି ସେମାନେ ବି ତାଙ୍କର ବି ବହୁତ ପଇସା ଦରକାର ହଉଛି। ରିଆଡମିସନ ଆମର ତ 4 ବର୍ଷ ହେଇଗଲା ତ ଆମେ 5,000 କେତେ ଦେବୁ 20,000 25,000 ତ ସେମିତିରେ ଆମର ହେଇଯିବ। ଏପଟେ ରିଆଡମିସନ କରିବୁ 5,000-6,000 ଟଙ୍କା ଗୋଟେ ମେସ୍ ପଇସା ବହି ଖାତା ପାଇଁ ତ ସବୁ ଦରକାର। ତ ଆମର ରହିଲା ଏଠି ଲାଇବ୍ରେରୀ ନାହିଁ ପାଠ ତ ବହି ଆମେ ତ ବହି କିଣିକି ପାଠ ପଢିବୁ ଲାଇବ୍ରେରୀ ନାହିଁ ବହି କିଣିକି ପାଠ ପଢିବୁ। ତ ସେ ଆମର ଏଇଟା ପ୍ରୋବ୍ଲେମ କି ରିଆଡମିସନ ପଇସା ଆମକୁ କମାନ୍ତୁ ନହେଲେ ଆମେ ମୁଁ ତ ରିଆଡମିସନ କରିବି ଯଦି ମୋର ତ ଏମିତିରେ ପଇସା ନାହିଁ ମୁଁ ରିଆଡମିସନ କରିବି ଯଦି ପଇସା କମେଇ ତ ରିଆଡମିସନ କରିବି ନହେଲେ ମୁଁ କରିବିନି ନହେଲେ ମୁଁ ଆଉ ପାଠ ହିଁ ପଢିବି ନାହିଁ। ଦେଖନ୍ତୁ ଏକରେ ମୋର ବାପା ନାହାନ୍ତି ଆଉ ମା ଏତେ ଗରିବ ଆମକୁ ଖାଇତେ ବି ଭଲସେ ମିଳେନି ଜାଣିଛନ୍ତି। ମୁଁ ମୋର ଭାଇ ମୋର ଯେତେ ମୋର ମାମୁଁ ଏମିତି କି ମାନେ ମୁଁ ଅନ୍ୟମାନଙ୍କୁ ପଇସା ମାଗିକି ଆମେ ପାଠ ପଢୁଛୁ ମାନେ ପାଠ ପଢୁଛୁ ଏଇଟା ହେଲା ମତେ ବହୁତ କଷ୍ଟ ଲାଗେ। ଯେତେବେଳେ ମୁଁ ମୋ ମାଙ୍କୁ କହିଲି ମତେ ମା ଏତିକି ଟଙ୍କା ପଇସା ଦରକାର ସେତେବେଳେ ସିଏ କହିଲେ କି ଆଉ ପାଠ ପଢୁନି ତୁ ପାଠ ଛାଡିଦେ ଘରକୁ ପଳେଇ। କେତେ କଷ୍ଟ ଲାଗିବ ଆପଣ ମାନେ କୁହନ୍ତୁ ନା। 5,000 ଟଙ୍କା ମାନେ ଯଦି 5,000 4 ବର୍ଷ କେତେ ଟଙ୍କା ଖର୍ଚ୍ଚ ହଉଛି ଏହାର ମେସ୍ ଖର୍ଚ୍ଚ ଅନ୍ୟାନ୍ୟ ବହୁତ ଖର୍ଚ୍ଚ ରହୁଛି। ତ ତାପରେ ଆମେ କଣ ପାଠ ପଢିବୁ ନାଇଁ ଏମିତି ଯଦି ସବୁ କରିବେ। ସାର୍ ଆମେ ଆନ୍ଦୋଳନ କରୁଛୁ କି ଯେ ଆମର ରିଏଡମିସନ ପଇସା କମା ଯାଉ। କେତେ ଟଙ୍କା ହେଇଛି ରିଏଡମିସନ ପଇସା? ସାର୍ ସାଇନ୍ସ ମାନଙ୍କ ତ 300 ବସେଇଲେ 6,000 ଟଙ୍କା ଆମର 5,000 ଟଙ୍କା। ତ ଯେହେତୁ ସାର୍ ଏଠି ଗରିବ ବହୁତ ଫ୍ୟାମିଲିରୁ ବିଲଙ୍ଗ କରୁଛନ୍ତି ସାର୍ ତାଙ୍କର ପ୍ରୋବ୍ଲେମ ହଉଛି ସାର୍। ଆମେ ତ ତାଙ୍କୁ କହିଲୁ ସେ କହିଲେ ଗଭର୍ଣ୍ଣମେଣ୍ଟ ଗାଇଡଲାଇନ ଏଟା ହଉଛି ସେଟା ହଉଛି। ଯେହେତୁ ଗଭର୍ଣ୍ଣମେଣ୍ଟ ଗାଇଡଲାଇନ ଆପଣ ଏଟା ଦେଖାଉଛନ୍ତି ଗଭର୍ଣ୍ଣମେଣ୍ଟ ତ ବହୁତ ଫେସିଲିଟି ବି ଦଉଛି ନା ଆମ ପାଖରେ ଲାଇବ୍ରେରୀ ଅଛି ନା ପିଇବା ପାଣି ଅଛି ନା ଝିଅ ମାନଙ୍କ ପାଇଁ ଭଲ ଶୌଚାଳୟ ଅଛି। ତ ସେଟା କୁଆଡେ ହଉଛି ସେତେବେଳେ ଯଦି ଗଭର୍ଣ୍ଣମେଣ୍ଟ ଗାଇଡଲାଇନ ଦେଖାଯାଉନି ଏବେ ଗଭର୍ଣ୍ଣମେଣ୍ଟ ଗାଇଡଲାଇନ କଣ ଦେଖା ହଉଛି। କ୍ଲାସ କେମିତି ହୁଏ? କ୍ଲାସ ସାର୍ କେବେ ସେମିତି କିଛି ନାହିଁ ଥାଏ। ଯଦି ଆଜି ଏ କ୍ଲାସ ହେଲା ସେ କ୍ଲାସ ନାହିଁ ରୁଟିନ କିଛି ନଥାଏ ସାର୍ କ୍ଲାସ କରିବାର ସାର୍ ସିଲାବସ କମ୍ପ୍ଲିଟ ଥାଏ କ୍ଲାସ ଏକ୍ସାମ ତ ଛୁଆମାନେ କେତେ ପ୍ରେସର କୋଉଠି ନେବେ ସାର୍। ଆଉ ଆମର ତ ବହି ବି ଆସିନାହିଁ ସାର୍ ନୂଆ ସିଲାବସ ର। ତ ଆଜି ଆନ୍ଦୋଳନ କରୁଛନ୍ତି ଗୋଟେ ବର୍ଷାରେ ବି କଷ୍ଟ ହଉନି ସାର୍ ବହୁତ କଷ୍ଟ ହଉଛି ଫିର ବି ନିଜ ପାଠ ପଢା ପାଇଁ ନିଜ ଫ୍ୟୁଚର ପାଇଁ ସାର୍ ଆମକୁ କରିବାକୁ ହଉଛି। ଆମକୁ ହଉଛି ରିଆଡମିସନ ପାଇଁ କୁହାହେଲା ତ ଏତିକି ପଇସା ସାଇନ୍ସ ମାନଙ୍କର ଏତିକି ପଇସା ଆଉ ଆର୍ଟସ ମାନଙ୍କର 5,000 ବୋଲି ଆଉ ସାଇନ୍ସ ମାନଙ୍କର 6,000। ଯାହାର ସିନା ଗୋଟେ ଯାହାର ଛୁଆ ଅଛି ତା ପାଇଁ ସିନା ସେ କରିପାରିବେ ହଉଛି ରିଆଡମିସନ ଯାହାର 3-4 ଜଣ କରୁଛନ୍ତି